ଏବେ ଲୋକ ଟିକେ ଅଧିକ ହେଇଗଲେ ତେଣୁକରି ଆଉ ଗୋଟେ ଥର କହିଦଉଛି। ଅଚ୍ୟୁତାନନ୍ଦ ଦାସ ମାଳିକାରେ ଲେଖିଲେ ନାରୀ ମାନେ ରାଜା ଖେଳେ ପୁରୁଷଙ୍କୁ ହତ୍ୟା କରିବେ ଏବେ ପରପୁରୁଷେ ମାତିବେ ତାରି ଗୁଣ। ଆସିଲା ବେଳେ କହିଥିଲି କିନ୍ତୁ ଆଜ୍ଞା ଏବେ କହିଲେ ବୋଲି ଆଉଥରେ କହିଦେଲି। ନାରୀ ମାନେ ତ ଆଜ୍ଞା ରଜା ହେଇଗଲେଣି, ସରକାର ସେମାନଙ୍କୁ ରଜା କରିଦେଲାଣି। ତମ ଘରେ ରାସନ କାର୍ଡ କାହା ନାଁରେ ହଉଛି? ମାଇପ ନାଁରେ ହଉଛି, ତମ ନାଁରେ ନାହିଁ। ଆଜ୍ଞା ସରକାର ଯଦି ଦଉଛି କଣ 5,000 ସ୍ତ୍ରୀ ପିଲାମାନଙ୍କୁ ଦେଲା ସୁଭଦ୍ରା ଯୋଜନା, ଅର୍ଜୁନ ଯୋଜନା କରିକି ଆମକୁ 5,000 ଦେଲାନି। କଣ ପାଇଁ ଦେଲାନି? ଆମେ ନହେଲେ ମଧ୍ୟ ଚଳିବ, ସେମାନେ ହାତରେ କରିବାକୁ ପଡିବ ଝିଅ ପିଲାମାନେ। କାହିଁକି? ଘର ଚାଲୁଛି ତାଙ୍କ ଯୋଗୁଁ। ସତ କଥା। ସିଏ ଗାଁର ସରପଞ୍ଚ ହେଇଥିଲେ ମଧ୍ୟ ଗାଁଟା ତାକୁ ଖଟେଇବ, କିନ୍ତୁ ମାଇପ ପାଖରେ ତୁନି ପଡି ପାଟି ବନ୍ଦ କରି ରହିବ, ନହେଲେ ଭାତିଆ ମିଳିବନି, ଭାତିଆ ବନ୍ଦ।